ଓଡ଼ିଆ ସାହିତ୍ୟର ଏହି ସୁନ୍ଦର ଆସରକୁ ଆପଣମାନଙ୍କୁ ସ୍ୱାଗତ। କବିତାର ଶୀର୍ଷକ ଗୁରୁ ଦିବସ। ଆଦି ପିତାମାତା ପରେ ଶିକ୍ଷାଦାତା ମାନବ ଜୀବନେ ସାର। ଗୁରୁ ଦିବସରେ ଏମାନଙ୍କୁ ପୂଜି ଲଭିବା ତାଙ୍କ ପୟର। ରାଧାକୃଷ୍ଣଙ୍କ ଜନମ ତିଥିର ପବିତ୍ର ଏହି ଲଗନ। ତାଙ୍କରି ସ୍ମୃତିରେ ଗୁରୁ ଦିବସକୁ ପାଳିଲେ ସମଗ୍ର ଜନ। ସାନ ଅବା ବଡ଼ ଯିଏ ବି ଆମକୁ ଜୀବନେ ଦେଖାଏ ପଥ। ଶିକ୍ଷାରେ ନଥାଏ କ୍ଷୁଦ୍ର ବା ବୃହତ, ଶିକ୍ଷା ହିଁ ବଞ୍ଚିବା ପଥ। କେବଳ ଯେ ଛାତ୍ର ସହିତେ ଶିକ୍ଷକ ପାଇଁ ନୁହଁ ଏ ଦିବସ। ଶିକ୍ଷା ପାଇଁ ନାହିଁ ନିର୍ଦ୍ଦିଷ୍ଟ ସମୟ, ନାହିଁ ସ୍ୱତନ୍ତ୍ର ବୟସ। ହେଉ ସେ ଆରୁଣୀ, ହେଉ ଏକଲବ୍ୟ, ଗୁରୁ ପ୍ରତି ଭକ୍ତି ରହୁ। ଗୁରୁ ପ୍ରତି ଭକ୍ତି, ଶିଷ୍ୟ ପ୍ରତି ଶ୍ରଦ୍ଧା ଯୁଗେ ଯୁଗେ ବଞ୍ଚି ରହୁ। ଆଜିକାର ଏହି ପବିତ୍ର ଲଗନେ ସମାଜ ପ୍ରତିଜ୍ଞା ନେଉ। ଗୁରୁ ଶିଷ୍ୟର ଏ ପବିତ୍ର ସମ୍ପର୍କ କେବେ କଳଙ୍କିତ ନୋହୁ। ଗୁରୁ ଶିଷ୍ୟର ଏ ପବିତ୍ର ସମ୍ପର୍କ କେବେ କଳଙ୍କିତ ନୋହୁ।